हेलो दर्शक बंधु आपण मानकु हमर ओडिया टेक चैनल को स्वागत जनाउछि। बंधुगण वर्तमान आगामी 30 तारिख दिन हमर ओडिशा सरकार अंत्योदय गृह योजना माध्यम रे समस्त गरीब लोक मानकु गोटे लाखे घर जोगाई दिया जिवो एवं ताहा केउ मानकु मिलिबो घर केउ माने आवेदन करिवे ओ केଉମାନଙ୍କୁ ଘର ମିଳିବା ଆବଶ୍ୟକ ତ ଆମେ ଏହି ଭିଡ଼ିଓ ଜାଣିବା ଏବଂ କେମିତି ଆବେଦନ କରିବେ ମୁଁ କହିଦେବି। ଆବେଦନ କରିସାରିଲା ପରେ କ'ଣ କରିବେ ତାହା ଡିଟେଲ୍ସ ଆମେ ଆଲୋଚନା କରିବା। କେତେ ଟଙ୍କା ମିଳିବ ତ ସମ୍ପୂର୍ଣ୍ଣ ରୂପେ ଆଲୋଚନା କରିବା। ତା ସହିତ ଫର୍ମଟି ଆପଣମାନେ କେଉଁଠୁ ପାଇବେ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମ ଆପଣମାନଙ୍କୁ ଜଣାଇଦେବି। ତା ପୂର୍ବରୁ ଆପଣମାନଙ୍କୁ ମୁଁ କହି ରଖୁଛି ଯଦି ପ୍ରଥମ କରି ଆମର ଏହି ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଦବି ଅଲ୍ ନୋଟିଫିକେସନ୍ ମଧ୍ୟ କ୍ଲିକ୍ କରିଦିଅନ୍ତୁ। ଯାହାଫଳରେ କି ଯେତେବେଳେ ମୁଁ ଭିଡ଼ିଓ ଅପଲୋଡ଼ କରିବି ତାହେଲେ ସର୍ବପ୍ରଥମେ ଆପଣମାନେ ଏହାର ପ୍ରଥମ ନୋଟିଫିକେସନ୍ଟି ପାଇପାରିବେ। ତ ଚାଲନ୍ତୁ ଆମେ ପ୍ରଥମେ ଦେଖିବା କେଉଁମାନେ ଏହାକୁ ଆବେଦନ କରିପାରିବେ ଏବଂ କାହାକୁ କାହାକୁ ଏ ଘର ମିଳିବ। ତ ଚାଲନ୍ତୁ ଦେଖିବା। ଦେଖନ୍ତୁ ଭିନ୍ନକ୍ଷମ ଯେଉଁମାନେ ବିକଳାଙ୍ଗ ହୋଇଯାଇଥିବେ ସେମାନଙ୍କୁ ମିଳିବ ଏବଂ ବିଧବା ଦୁରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ତା ସହିତ ଶହୀଦ ପରିବାର ପଦ୍ମଶ୍ରୀ ପରିବାର ବ୍ୟକ୍ତି ଏବଂ ବନ୍ୟା କିମ୍ବା ବାତ୍ୟାରେ କିମ୍ବା ଅଗ୍ନିକାଣ୍ଡରେ ଘର ପୋଡ଼ିଯାଇଥିବ ଯେଉଁମାନଙ୍କୁ ତ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ତ ସେମାନେ କେମିତି ଆବେଦନ କରିବେ ଦେଖନ୍ତୁ ଏମିତିକା ଗୋଟେ ଫର୍ମ ଆପଣମାନଙ୍କୁ ମିଳିବ ଏବଂ ଫର୍ମଟା କେଉଁଠୁ ଆପଣମାନେ ଡାଉନଲୋଡ୍ କରିବେ ତାହା ମଧ୍ୟ ମୁଁ କହିଦେବି। ତାର ଭିଡ଼ିଓ ଶେଷରେ ମୁଁ ଜଣାଇଦେବି ଏବଂ ଆପଣମାନଙ୍କୁ ମଧ୍ୟ ଏଇଟାକୁ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ କରିଦେବି ସେଠୁ ପାଇଯିବେ। ତ ଦେଖନ୍ତୁ ଏଇଟା ପ୍ରଥମେ ଦେଖିବା କେମିତି ଫିଲ୍ଅପ୍ କରିବା। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ କୋଉଠି ନେଇକିରି ଆବେଦନ କରିବେ ତାହା ଏହି ଭିଡ଼ିଓ ମାଧ୍ୟମରେ କହିବି। ଦେଖନ୍ତୁ ପ୍ରଥମେ କହିଛି ଆବେଦନକାରୀଙ୍କ ନାମ ଆଧାର କାର୍ଡ ଅନୁଯାୟୀ ଆପଣମାନଙ୍କର ଆଧାର କାର୍ଡରେ ଯାହା ନାମ ଲେଖା ଯାଇଛି ଏହି ଆଧାର କାର୍ଡ ଅନୁଯାୟୀ ଆପଣମାନେ ଏଠି ନାଁଟାକୁ ଲେଖିଦେବେ। ଓଡ଼ିଆ ଲେଖିବେ ନଚେତ ଇଂଲିଶରେ ଓଡ଼ିଆ ଲେଖି ଦିଅନ୍ତୁ ସବୁଠୁ ଭଲ ହବ। ତାପରେ ଆବେଦନକାରୀଙ୍କର ସ୍ୱାମୀଙ୍କ ନାମ ଲେଖିବେ। ଆଧାର କାର୍ଡ ଯାହା ଲେଖା ହେଇଛି ପିତା କିମ୍ବା ସ୍ୱାମୀଙ୍କ ନାମ ଲେଖିବେ। ଗ୍ରାମ ନାମ ଲେଖିବେ ଏଇଠି ଏବଂ ପଞ୍ଚାୟତ ଗ୍ରାମ ପଞ୍ଚାୟତ ନାଁ ଲେଖିବେ। ବ୍ଲକ ନାମ ଲେଖିବେ ତା ସହିତ ଜିଲ୍ଲାର ନାମ ମଧ୍ୟ ଲେଖିବେ ଏବଂ ଏଠି ଆଧାର କାର୍ଡ ନମ୍ବର ଲେଖା ହେଇଛି ଆଧାର କାର୍ଡ ନମ୍ବର ଏବଂ ମୋବାଇଲ ନମ୍ବର ଆପଣମାନେ ଲେଖିଦେବେ। ଏବଂ ଯଦି ସେ ମହିଳା କିମ୍ବା ପୁରୁଷ ହେଇଥିବ କିମ୍ବା ତୃତୀୟ ଲିଙ୍ଗ ହେଇଥିବ ତାହେଲେ ପୁଅ କିମ୍ବା ମହିଳା କିମ୍ବା ପୁରୁଷ ଏମିତି ଲେଖିପାରିବେ। ନଚେତ୍ ସାମାଜିକ ବର୍ଗର ଯଦି ଏସସି ଏସଟି ଓବିସି ଯିଏ ବି ହେଇଥିବ ଆପଣମାନେ ଏହାକୁ ଅନୁସୂଚିତ ଜାତି ହଉ ଜନଜାତି ହଉ ସାଧାରଣ ବର୍ଗର ହଉ ଯାହା ବି ଆପଣମାନେ ଥିବେ ଲେଖିବେ। ଯଦି ସେ ଭିନ୍ନକ୍ଷମ ହେଇଥିବ ତାହେଲେ 40% ଯଦି ଅଧିକ ଭିନ୍ନକ୍ଷମ ହେଇଥିବ ହେଲେ ହଁ ଲେଖିବେ। ଯଦି 40%ରୁ କମ୍ ହେଇଥିବ ତାହେଲେ ସେଠି ନାଁ ମଧ୍ୟ ଲେଖିପାରିବେ। ଜନ୍ମ ତାରିଖ ମାସ ଆପଣମାନଙ୍କ ଆଧାର କାର୍ଡରେ ଯାହା ଜନ୍ମ ତାରିଖ ରହିଛି ମାସ ଏଗୁଡ଼ିକ ଏଠି ଫିଲ୍ଅପ୍ କରିଦେବେ ଏବଂ ବୟସ ଆପଣମାନଙ୍କୁ ବର୍ତ୍ତମାନ କେତେ ବର୍ଷ ହେଲା ଏଇଠି ଲେଖିଦେବେ। ବ୍ୟାଙ୍କ ନାମ ଆପଣମାନଙ୍କର ବ୍ୟାଙ୍କ କୋଉଠି ଅଛି ଏ ବ୍ୟାଙ୍କର ନାମ ଲେଖିବେ। ଷ୍ଟେଟ ବ୍ୟାଙ୍କ ହଉ ୟୁନିୟନ ବ୍ୟାଙ୍କ ହଉ କିମ୍ବା ଆଇଏଫସି ନମ୍ବର ଯାହା ବି ଆପଣମାନଙ୍କର ବ୍ୟାଙ୍କ ଥିବ ଲେଖିଦେବେ। ଶାଖା ଆପଣମାନଙ୍କର ଲେଖିବେ କୋଉ ଶାଖା ତା ସହିତ ଆଇଏଫଏସସି କୋଡ ନମ୍ବର ଲେଖିବେ। ଆଇଏଫଏସସି କୋଡ ନମ୍ବରଟାକୁ ବ୍ୟାଙ୍କରେ ଲେଖିଦେବେ। ନେକ୍ସଟ ଆପଣମାନଙ୍କ 16 ନମ୍ବର ହେଇଛି ଜମା ଖାତା ନମ୍ବର ଆକାଉଣ୍ଟ ନମ୍ବର ଆପଣମାନଙ୍କର ଲେଖିବେ ଏଠି। ଆକାଉଣ୍ଟ ନମ୍ବର ଲେଖି ସାରିଲା ପରେ ଆପଣମାନେ କ'ଣ କରିବେ ଏଠି ନା ସିଗ୍ନେଚର କରିଦେବେ। ଯେଉଁମାନେ ଆବେଦନକାରୀ ତାଙ୍କର ସିଗ୍ନେଚର ଏବଂ ଏଠି ଡେଟଟି ଲେଖିଦେବେ। ତାପରେ 2 ନମ୍ବର ଫର୍ମ ଆସିବେ। ଦେଖନ୍ତୁ ଘୋଷଣା ନାମ କୁହାଗଲା ଯଦି ନିମ୍ନ ବର୍ଗର ଅନ୍ତର୍ଭୁକ୍ତ ତାହେଲେ ଆପଣମାନେ ଏଠି ଟିକ୍ ଚିହ୍ନ ମାରିବେ। ତ କେମିତି ଯଦି ଭଲ ଭାବରେ ପଢିବେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବ ସମ୍ପୂର୍ଣ୍ଣ ଭୀଷଣ ଭାବରେ ପ୍ରଭାବିତ ଯଦି ଆପଣମାନେ କିମ୍ବା ଘର ପୋଡ଼ି ଯାଇଥିବ ନଚେତ୍ ବନ୍ୟା ବାତ୍ୟା କିମ୍ବା ହାତୀ ଉପଦ୍ରବ କରିଥିବ କିମ୍ବା ନଷ୍ଟ କରିଦେଇଥିବ ତାହେଲେ ଆପଣମାନେ ଏଠି ଟିକ୍ ଚିହ୍ନ ମାରିବେ। କିମ୍ବା ଆପଣମାନଙ୍କର ବନ୍ୟାରେ କୌଣସି ଘର ଭାଙ୍ଗି ଯାଇଥିବ କିମ୍ବା ପୋଡ଼ି ଯାଇଥିବ ନିଆଁରେ ତାହେଲେ ଆପଣମାନେ ଏଠି ଟିକ୍ ଚିହ୍ନ ମାରିବେ। କିମ୍ବା ସରକାରୀ ପ୍ରକଳ୍ପ ନିମନ୍ତେ
ସ୍ଥାନାନ୍ତରଣ ଆବଶ୍ୟକତା କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର ଯଦି ଆପଣମାନେ ହେଇଥିବେ ତାହେଲେ ଏଇଠି ମଧ୍ୟ ଟିକ୍ ଚିହ୍ନ ମାରିବେ, ନଚେତ୍ ଛାଡ଼ିଦେବେ। ମୁଖ୍ୟ ଉପାର୍ଜନକାରୀ ଅତି କମରେ 40% ଶାରୀରିକ ଭିନ୍ନକ୍ଷମ ପରିବାରର ହେଇଥିବ। ଯଦି ଆପଣମାନେ ଯେଉଁ ଯାହାର ନାମରେ ଆବେଦନ କରିଛନ୍ତି ତାଙ୍କର ଯଦି 40%ରୁ ଅଧିକ ଭିନ୍ନକ୍ଷମ ହେଇଥିବ, ବିକଳାଙ୍ଗ ହେଇଥିବେ, ତାହେଲେ ଏ ଟିକ୍ ଚିହ୍ନ ମାରିବେ, ନଚେତ୍ 40%ରୁ ଯଦି କମ୍ ହେଇଥିବେ ସେଠି ମାରିବେ ନାହିଁ। ନାବାଳକ ସନ୍ତାନ ଥିବା ବିଧବା ମହିଳା, ଯଦି ତାଙ୍କର କୌଣସି ନାବାଳକ ସନ୍ତାନ ଥିବ ତାହେଲେ ଠିକ୍ ଚିହ୍ନ ମାରିବେ, ବିଧବା ହେଇଥିବାକୁ ପଡ଼ିବ। ନାବାଳକ ଥିବ ତା ସହିତ ବିଧବା, ଠିକ୍ ଚିହ୍ନ ମାରିବେ। ପରିବାରର ମୁଖ୍ୟ, ଯଦି କୌଣସି ପରିବାରର ମୁଖ୍ୟ ନିମ୍ନଲିଖିତ କୌଣସି ଗୋଟେ ରୋଗରେ ଆକ୍ରାନ୍ତ ହେଇଥିବେ, ଯାହାକି କୌଣସି ରୋଗ ଗୁଡ଼ିକ ଦିଆହେଇଛି, କ୍ୟାନ୍ସର ଲେଖା ହେଇଛି, ଫୁସଫୁସ ରୋଗ ଲେଖା ହେଇଛି, ବୃକକ ରୋଗ ଲେଖା ହେଇଛି, HIV ବା ବିଭିନ୍ନ ପ୍ରକାର ସବୁ ରୋଗ ଗୁଡ଼ିକ ଲେଖା ହେଇଛି, ଏମାନଙ୍କ ମଧ୍ୟରୁ ଯଦି କୌଣସି ଗୋଟେ ରୋଗ ହେଇଥିବ ତାହେଲେ ଏଠି ଟିକ୍ ଚିହ୍ନ ମାରିବେ। ଏବଂ ଲେଖା ହେଇଛି ଅସ୍ଥି ମଜ୍ଜା, କିଡନୀ, ଲିଭର ଯଦି ପ୍ରତିରୋପଣ କରାହେଇଛି ଆପଣମାନଙ୍କର, ତାହେଲେ ହାଡ଼ ହଉ, କିଡନୀ ହଉ, ଲିଭର ହଉ, ଯଦି କୌଣସି ଆପଣମାନଙ୍କୁ ପ୍ରତିରୋପଣ କରାହେଇଛି ଏଠି ଟିକ୍ ଚିହ୍ନ ମାରିବେ। କିମ୍ବା ଆଉ କୌଣସି ରୋଗରେ ଯଦି ହେଇଥିବ, ଏମାନଙ୍କ ଭିତରୁ ଯଦି ଅନ୍ୟ କୌଣସି ରୋଗ ହେଇଥିବ ତାହେଲେ ଏଇଠି ସେ ରୋଗର ନାମ ଲେଖିବେ। ତା ସହିତ 6 ନମ୍ବର କହିଛି କୁଷ୍ଠ ରୋଗରୁ ମୁକ୍ତ ଯଦି ହେଇଥିବ ଟିକ୍ ମାରିବେ। କିମ୍ବା ମୁକ୍ତ ଯଦି ଗୋତି ଶ୍ରମିକ ପ୍ରଥା ଥିବ, ଗୋତି ଶ୍ରମିକ ଦେଇଥିବେ ଲେଖିବେ, ନା ଶହୀଦଙ୍କ ପରିବାର ହେଇଥିବେ ତ ଲେଖିବେ। ଜାତୀୟ ପୁରସ୍କାର ଆପଣମାନଙ୍କୁ ମିଳିଛି ତାହା ଯଦି ହେଇଥିବ ଲେଖିବେ। କିମ୍ବା ଏଇ ଯୋଉ ଯାହା ବି ଏଇଠି ଲେଖା ହେଇଛି ତ ଏଇ ସମସ୍ତ ଭିତରୁ ଯୋଉଟା ଆପଣମାନଙ୍କର ଦରକାର ହେଇଥିବ କିମ୍ବା ଥିବେ ସେଥିରେ ତ ଟିକ୍ ଚିହ୍ନ ମାରିବେ। ମାରି ସାରିଲା ପରେ ଆପଣମାନଙ୍କୁ କରିବାକୁ ପଡ଼ିବ କ'ଣ ନା ଏ ଫର୍ମଟି, ତା ସହିତ ଆଉ କ'ଣ କ'ଣ କାଗଜପତ୍ର ଦରକାର ନା ଆଧାର କାର୍ଡ କପି ଗୋଟେ ଦରକାର। ଆପଣମାନଙ୍କର ଆଧାର କାର୍ଡ ଅଛି ତାର ଜେରକ୍ସ ଗୋଟେ, ଆଉ ଆପଣମାନଙ୍କର ଯୋଉ ଜମିରେ ଘର କରିବେ ସେଇ ଜମିର ପଟ୍ଟାର ଜେରକ୍ସ, ତା ସହିତ ବ୍ୟାଙ୍କ ଖାତାର ପ୍ରଥମ ପେଜର ଜେରକ୍ସ ଦେବେ। ଆପଣମାନଙ୍କର କ୍ୟାଷ୍ଟ ସାର୍ଟିଫିକେଟ, ଯଦି ଆପଣମାନେ ଅନୁସୂଚିତ ଜାତି କିମ୍ବା ଜନଜାତି ହେଇଥିବେ, SC କିମ୍ବା ST କୌଣସି ଜାତି ହେଇଥିବେ ତାହେଲେ ତାର ଗୋଟେ ସାର୍ଟିଫିକେଟ ଜେରକ୍ସ। ଆପଣ ଯଦି ହ୍ୟାଣ୍ଡିକ୍ୟାପ୍ଟ କିମ୍ବା କ'ଣ ହେଇଥିବେ ତାହେଲେ ଆର ମଧ୍ୟ ଜେରକ୍ସରେ ଦେବେ। ତା ସହିତ ସମ୍ପୃକ୍ତ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟ, ଯଦି ଆପଣମାନଙ୍କର କୌଣସି ରୋଗ ହେଇଥିବ କିମ୍ବା କ'ଣ ହେଇଥିବ, ଆପଣମାନଙ୍କର ସେଇ ଯୋଉ ଡାକ୍ତରଙ୍କର କିଛି ରିପୋର୍ଟ ଆପଣଙ୍କୁ ମିଳିଥିବ, ସେ ରିପୋର୍ଟର ଜେରକ୍ସ ଦେବେ। ତା ସହିତ ମୁକ୍ତ ଗୋତି ଶ୍ରମିକ ସାର୍ଟିଫିକେଟ ଆପଣମାନଙ୍କୁ ମିଳିଥିବ ଗୋଟେ। ଆନ୍ତର୍ଜାତୀୟ କ୍ରୀଡ଼ାରେ ଯଦି ଅଂଶଗ୍ରହଣ କରିଛନ୍ତି ତାର ମଧ୍ୟ ସାର୍ଟିଫିକେଟ ଜେରକ୍ସ। ଜାତୀୟ ପୁରସ୍କାର ଆପଣମାନଙ୍କୁ ଯାହା ମିଳିଛି ତାର ସାର୍ଟିଫିକେଟ, ଏବଂ ଆଉ ଯାହା ଯାହା ଯଦି ସାର୍ଟିଫିକେଟ ଆପଣମାନଙ୍କ ଅଛି ତାହେଲେ ଏଇଠି ଲେଖିଦେବେ ତା ନାଁଟାକୁ। ଏହା ସରିଲା ପରେ ଆପଣମାନେ ଦେଖିବେ, ଟିକେ ପଢିଦେବେ ଏଇଟା କ'ଣ କରାହେଇଛି। ମୋର କୌଣସି ସ୍ଥାନରେ ପକ୍କା ଘର ନାହିଁ। 2 ନମ୍ବର କହିଛି ମୁଁ ଅନ୍ୟ କୌଣସି ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ପୂର୍ବରୁ ମୁଁ କୌଣସି ସହାୟତା ପାଇନାହିଁ। କିମ୍ବା ମୋ ପରିବାର କୌଣସି ସରକାରୀ ସଦସ୍ୟ କିମ୍ବା ସରକାରୀ ଉଦ୍ୟୋଗ କିମ୍ବା ବୈଧାନିକ ଅନୁଷ୍ଠାନରେ ନିୟମିତ କିମ୍ବା ପେନସନ ଭୋଗୀ କର୍ମଚାରୀ ନୁହଁ। ମୋ ପରିବାରରେ କୌଣସି 4 ଚକିଆ ଯାନ ନାହିଁ। ମୋ ପରିବାର କୃଷିଭିତ୍ତିକ 3-4 ଚକିଆ ଯନ୍ତ୍ରର ଉପକରଣ ମଧ୍ୟ ନାହିଁ। ମୋ ପରିବାର ସରକାରୀ ପଞ୍ଜୀକରଣ ଅଣପଞ୍ଜୀକୃତ ଗୁଡ଼ିକ ନାହିଁ। ମୋ ପରିବାରରେ କୌଣସି ସଦସ୍ୟ ମାସିକ 15,000 ଟଙ୍କାରୁ ଉର୍ଦ୍ଧ୍ୱ କେହି ଆୟ କରୁନାହାନ୍ତି। ଏବଂ ମୋ ପରିବାରର ନାମରେ 2.5 ଏକର ବା କିମ୍ବା ତାଠୁ ଅଧିକ ଜଳସେଚ ଜମି ନାହିଁ। କିମ୍ବା ମୋ ପରିବାର ନାମରେ 5 ଏକର ଅଧିକ ଅଣଜଳସେଚ ଜମି ମଧ୍ୟ ନାହିଁ। ଏହା କହି ଆପଣମାନେ ଯଦି ଥିବ ତ ଆପ୍ଲାଏ କରିପାରିବେ ନାହିଁ। ଯଦି ନଥିବ ତାହେଲେ ଆପ୍ଲାଏ କରିବେ। ଏବଂ ଏହା ପଢି ସାରିଲା ପରେ ଏଇଠି ଆପଣମାନଙ୍କ ନାମକୁ ଲେଖିଦେବେ ହେଲା। ନାମକୁ ଲେଖି ସାରିଲା ପରେ ଏଇଠି ଆପଣମାନଙ୍କ ଡେଟ୍ ପକେଇଦେବେ ଏବଂ ଯୋଉମାନେ ଆବେଦନ କରିବେ ତାହା ଏଇଠି ଆପଣମାନଙ୍କ ନାଁଟାକୁ ଏଠି ଫିଲ୍ଅପ୍ କରିଦେବେ। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ ଏଇ ମଧ୍ୟ 3 ପେଜ ମଧ୍ୟ ଆସିବେ, ଏଇଠି ମଧ୍ୟ ଫିଲ୍ଅପ୍ କରିଦେବେ। ଫିଲ୍ଅପ୍ କରିସାରିଲା ପରେ ଆପଣମାନେ ଦେବେ କୋଉଠି ନେଇକିରି, ଆପଣମାନେ ନିଜର ବ୍ଲଗର ଯୋଉଠି ନିଜର ବ୍ଲଗ ବା ଆପଣମାନଙ୍କ ବ୍ଲଗ ଅଛି ସେଇ ବ୍ଲଗର ବିଡ଼ିଓଙ୍କ ପାଖକୁ ଯିବେ। ଏଇ ଯୋଉ ପ୍ରମାଣପତ୍ର ଗୁଡ଼ିକ ସହିତ ଏହି ଆପ୍ଲିକେସନଟିକୁ ସେଠି ସବମିଟ୍ କରିବେ ନିହାତି ଭାବରେ। ତ ବର୍ତ୍ତମାନ ଆମେ ଦେଖିବା ଆପ୍ଲିକେସନ ଫର୍ମଟି କୋଉଠୁ ପାଇବେ। ଦେଖନ୍ତୁ ସମସ୍ତ ମୋବାଇଲ ମାଧ୍ୟମରେ ଏହା ପାଇପାରିବେ।
କେମିତି ପାଇବେ ମୁଁ ଆପଣମାନଙ୍କୁ ଜଣାଉଛି। ସର୍ବପ୍ରଥମେ ଆପଣମାନଙ୍କର କୌଣସି ଗୋଟେ ବ୍ରାଉଜରକୁ ଓପନ୍ କରିବେ। ଦେଖନ୍ତୁ ମୁଁ ଏଇଠି କ୍ରୋମ୍ ବ୍ରାଉଜରକୁ ଓପନ୍ କଲି ମୋବାଇଲର ଏବଂ ଏଇଠି ଲେଖିଥବ ଅନ୍ତର୍ଦୟ ଗୃହ ଯୋଜନା। ଦେଖନ୍ତୁ ଆସିଲା ଅନ୍ତର୍ଦୟ ଗୃହ ଯୋଜନା, ଏଇଟାକୁ ଟିକେ ଆପଣମାନେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ପ୍ରଥମ ଅପସନ୍ଟି ଆପଣମାନଙ୍କୁ ଯାହା ଆସିବ ଦ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା କମିଟି, ତ ଏଇ ଯେଉଁ ପ୍ରଥମ ଅପସନ୍ଟା ଆପଣମାନଙ୍କୁ ଆସିଲା ଏଇ ଅପସନ୍ ଉପରେ ଟିକେ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ପ୍ରଥମ ଆପଣମାନଙ୍କୁ ଏମିତି ଗୋଟେ ୱେବସାଇଟ୍ ଖୋଲିଯିବ। ତ ଏଇଟାକୁ ଆପଣମାନେ ଟିକେ ଭଲରେ ଦେଖିବେ ଏବଂ ଏଇଠି ଦେଖନ୍ତୁ ଟିକେ ଆପଣମାନଙ୍କୁ କହି ରଖୁଛି ମୋବାଇଲଟାକୁ ଟିକେ ଡେସ୍କଟପ୍ ସାଇଡ୍ କରିଦେବେ। କେମିତି କରିବେ? ତ ଏଇଠି ଆପଣମାନଙ୍କର ଦେଖନ୍ତୁ କର୍ଣ୍ଣରରେ 3 ଡଟ୍ ଅଛି, ଏ 3 ଡଟ୍କୁ ଯିବେ ଏବଂ ଏଠି ଲେଖା ହେଇଛି ଡେସ୍କଟପ୍ ସାଇଟ୍। ଏ ଡେସ୍କଟପ୍ ସାଇଟ୍ରେ ଏଇଠି ଯେଉଁ ଟିକ୍ ଚିହ୍ନଟେ ବକ୍ସରେ ଦେଇଦେବେ। ଦେଇଦେଲା ପରେ ଆପଣଙ୍କ ମୋବାଇଲ ବର୍ତ୍ତମାନ ଡେସ୍କଟପ୍ ସାଇଟ୍ ହେଇଗଲା। ତ ଆପଣମାନେ କରିବେ କ'ଣ? ବର୍ତ୍ତମାନ ଏଇଠି ଯେଉଁ ଅଛି କ'ଣ 3 ଲାଇନ୍ ଅଛି, ଏ 3 ଲାଇନ୍ ଉପରେ କ୍ଲିକ୍ କରିବେ। 3 ଲାଇନ୍ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ଏଠି ପ୍ରଥମରେ କ'ଣ ଅଛି ହୋମ୍ ଆସିଲା, ଏଇ ହୋମ୍ ଉପରେ ଟିକେ କ୍ଲିକ୍ କରିଦେବେ। ହୋମ୍ ଉପରେ କ୍ଲିକ୍ କରିସାରିଲା ପରେ ଟିକେ ସ୍କ୍ରୋଲ୍ ଡାଉନ୍ କରି ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖନ୍ତୁ ପ୍ରଥମ ଅପସନ୍ ଦେଖିଲା PMAY, ତ ଏଇଟା କରିବେ ନାହିଁ। ଅନ୍ତର୍ଦୟ ଗୃହ ଯୋଜନା ଲେଖା ହେଇଛି, ତା ତ ଲେଖା ହେଇଛି ଗୃହ କାର୍ଯ୍ୟାଦେଶ ବା ୱାର୍କ କାର୍ଡ ବୋଲି କହିବା। ତ ଏଇ ଯେଉଁ ଆସିଲା ପ୍ରଥମ ଅପସନ୍ଟି ମଝିରେ ଯେଉଁ ଅଛି ଅନ୍ତର୍ଦୟ ଗୃହ ଯୋଜନା, ଏହି ଅନ୍ତର୍ଦୟ ଗୃହ ଯୋଜନା ଟିକେ କ୍ଲିକ୍ କରିଦେବେ। ଅନ୍ତର୍ଦୟ ଗୃହ ଯୋଜନା କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆଉ ତଳକୁ ଟିକେ ଆସିବେ। ଏଇଠି ଆପଣମାନଙ୍କୁ ଗୋଟେ ମୋବାଇଲ ନମ୍ବର ମଧ୍ୟ ଦେଇଛି, ଯାହାର ଯଦି ଡାଉଟ୍ ଥିବ ଏହି ମୋବାଇଲ ନମ୍ବରରେ କ୍ଲିକ୍ କରି ମାନେ କଲ୍ କରିକି ଆପଣମାନେ ସମ୍ପୂର୍ଣ୍ଣ ରୂପେ ବୁଝିପାରିବେ। କୌଣସି ଟଙ୍କା ଦେବାକୁ ପଡ଼ିବନି, ଏଠି ମାଗଣା। ତ ଦେଖନ୍ତୁ ଏଠି ଦିଟା ଫର୍ମ ଦେଇଛି, ଗୋଟେ ହେଉଛି ନିର୍ଦ୍ଦେଶାବଳୀ ଆଉ ଗୋଟେ ହେଉଛି ଆବେଦନ ବା ଆପ୍ଲିକେସନ ଫର୍ମ। ଆମକୁ ଆପ୍ଲିକେସନ ଫର୍ମ ଦରକାର, ଏଇଟାକୁ ଡାଉନଲୋଡ୍ ଆପଣମାନେ କରିଦେବେ। ନଚେତ୍ ଯଦି ନିର୍ଦ୍ଦେଶାବଳୀ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଏଇଟା ମଧ୍ୟ ଆପଣମାନେ କରିକି ପଢ଼ିପାରିବେ। ଆମକୁ ଦରକାର କ'ଣ ଆବେଦନ ପତ୍ର, ଏହି ଆବେଦନ ପତ୍ର ଟିକେ କ୍ଲିକ୍ କରି ଡାଉନଲୋଡ୍ କରିଦେବ। ଦେଖନ୍ତୁ ବର୍ତ୍ତମାନ ଡାଉନଲୋଡ୍ ହେଇଗଲା, ଆପଣମାନେ ମଧ୍ୟ ଏମିତି ଡାଉନଲୋଡ୍ କରିପାରିବେ। ଆଶା କରୁଛି ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ ହେଲ୍ପଫୁଲ୍ ହେବ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଟିକେ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦେବେ। ରହୁଛି ବନ୍ଧୁଗଣ, ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବ। ଜୟ ଜଗନ୍ନାଥ।